ଦଶପଲ୍ଲାର ମହାବୀର କ୍ଷେତ୍ରକୁ ଅତି ଭଲ ପାଉଥିବା ସନ୍ଥ ଶଙ୍କର ପ୍ରସାଦ ଦାସ ଆଉ ଏ ଦୁନିଆରେ ନାହାନ୍ତି। ଗତ ମଙ୍ଗଳବାର ରାତି ପ୍ରାୟ 8ଟା ସମୟରେ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଇହଲୀଳା ସମ୍ବରଣ କରିଥିଲେ। ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ଜନ୍ମ ହୋଇଥିଲେ ସନ୍ଥ ଶଙ୍କର ପ୍ରସାଦ ଦାସ। କିନ୍ତୁ କର୍ମଭୂମି ଭାବେ ଆଧ୍ୟାତ୍ମିକ ମହିମା ବିମଣ୍ଡିତ ମହାବୀର କ୍ଷେତ୍ରକୁ ବାଛି ନେଇଥିଲେ। ରଙ୍ଗମାଟିଆର ଅନତି ଦୂରରେ ଥିବା ପାହାଡ଼ ଶିଖରରେ ଥିଲା ତାଙ୍କ ଆସ୍ଥାନ। ନିଷ୍ଠା ସାଧନା ବଳରେ ପ୍ରଭୁ ଶ୍ରୀ ସତ୍ୟବଟ ପୀଠରେ ସର୍ବଦା ସାଧନାରେ ରହିଥିଲେ। ଏହି ସ୍ଥାନ ମହିମାକୁ ସୁଦୂର ପ୍ରସାର କରି ରାଜ୍ୟର ଅସଂଖ୍ୟ ଭକ୍ତ ଓ ଦୁରାରୋଗୀଙ୍କୁ ଆପଣାର କରିପାରିଥିଲେ। କିଛି ତ ହେଇନଥିଲା, ଭଲ ଥିଲେ, ସବୁ କାମ ଦାମ କରୁଥିଲେ, ହଠାତ୍ କେମିତି ଚାଲିଗଲେ। ଆମ ଆକ୍ଚୁଆଲି ଘର ହେଉଛି କାକଟପୁର ଅସ୍ତରଙ୍ଗ। 30 ବର୍ଷ ହେଲା ଏଇଠି ଅଛୁ। ଏଠି ସତ୍ୟବଟ ପୀଠ ପ୍ରକାଶ ହେଲା ପୀଠ। ବାପା ତ ଏଇଠି ମହନ୍ତ ଥିଲେ, ଏଇଠି ଅଛୁ। ବାପାଙ୍କର ମାଛ ବିଜନେସ୍ ଥିଲା, ତାପରେ ଫିଲ୍ମ ପ୍ରଡ୍ୟୁସର ଥିଲା, ବାସନ୍ତୀ ଅପା ଫିଲ୍ମ କରିଥିଲେ। ବାପା ପ୍ରଡ୍ୟୁସର ଥିଲେ। ଆମ ଗୁରୁଙ୍କ ଆଶୀର୍ବାଦରୁ, ଗୁରୁଙ୍କର ଶରଣରେ ଗଲା ପରେ ତାପରଠୁ ଛାଡ଼ିଦେଲେ ଆଉ। ସେ ଲାଇନ୍ ଛାଡ଼ିକି ଏଇ ଦୀକ୍ଷା ନେଇକି ବାପା ଥିଲେ ଆମର ନାୟକ, ଆମର ଖଣ୍ଡାୟତ, କିନ୍ତୁ ବୈଷ୍ଣବ ଦୀକ୍ଷା ନେଲା ପରେ ଶଙ୍କର ପ୍ରସାଦ ଦାସ। ଯେତେବେଳେ ଜାଣିଲି ଯେ ମୁଁ ଏମିତି ତାଙ୍କ ଦେହ ଖରାପ, ସିଏ ତାଙ୍କୁ ଦଶପଲ୍ଲା ହସ୍ପିଟାଲ ରେଫର୍ କରିଦେଲା ନୟାଗଡ଼। ତାପରେ ସେଇଠି ତାଙ୍କର ଦେହାନ୍ତ ହୋଇଗଲା। ତ ସେଇଟା ଶୁଣିକି ଆମେ ବହୁତ ଦୁଃଖିତ ହୋଇ ସାଙ୍ଗେ ସାଙ୍ଗେ ବାହାରିଲୁ ଆସିବା ପାଇଁ। ଏଠିକି ଆସିକି ଇଏ କଲୁ। ହଁ, ସିଏ ପ୍ରାୟ 30 ବର୍ଷ ତଳେ ଫିଲ୍ମରେ ବି ପ୍ରଡ୍ୟୁସ୍ ଗୋଟେ କରିଥିଲେ, ବାସନ୍ତୀ ଅପା ମୁଭି। ଆଉ ତାପରେ ସିଏ ଗୋଟେ ଗୁରୁଙ୍କ ଇଏରେ କିନା ପଳେଇ ଆସିକି ଏଠି ଗୋଟେ ଭଗବାନଙ୍କର ଗୋଟେ ପ୍ରତିଷ୍ଠା କରିଥିଲେ। କରିକି ସେଠି ସେ 30 ବର୍ଷ ହେଲା ରହୁଥିଲେ ଆଉ। ତେବେ ନିଜର ଅନୁଭୂତିକୁ ବାଧ୍ୟ କରି ପୀଠର ମହିମାକୁ ବିଭିନ୍ନ ପତ୍ରପତ୍ରିକା ସମେତ ଜନଗଣଙ୍କୁ ସଚେତନତାର ବାର୍ତ୍ତା ଦେଇ ସମଗ୍ର ଦେଶ ଓ ରାଜ୍ୟର ବହୁ ବ୍ୟକ୍ତିଙ୍କୁ ସଚେତନ କରିପାରିଥିଲେ। ଦଶପଲ୍ଲା ଭୂମି ଏକ ଦେବଭୂମି ବୋଲି ନିଜ ଲେଖା ମାଧ୍ୟମରେ ସେ ପରିପ୍ରକାଶ କରିଥିଲେ। ତେବେ ସେ ନିଜ ବୃତ୍ତି ପ୍ରାରମ୍ଭରୁ ସମୁଦ୍ରକୂଳ କାକଟପୁର ଅଞ୍ଚଳରେ ଟ୍ରଲର ବୋଟ୍ ବ୍ୟବସାୟୀ ଥିଲେ। ପରେ ଓଡ଼ିଆ ଫିଲ୍ମ ବାସନ୍ତୀ ଅପାର ପ୍ରଯୋଜକ ମଧ୍ୟ ଥିଲେ। ଏହାପରେ ଏ ସମସ୍ତ ମାୟା ଜଞ୍ଜାଳ ଛାଡ଼ି ଅନ୍ୟ ଏକ ଆଧ୍ୟାତ୍ମିକ ଦୁନିଆକୁ ଚାଲି ଆସିଲେ। ସତ୍ୟବଟ ପୀଠ ଆବିଷ୍କାର କରି ଏହାର ମହିମାକୁ ଅନେକ ସ୍ଥାନରେ ପ୍ରଚାର ପ୍ରସାର କରିଥିଲେ। ତେବେ ସୂଚନା ଥାଉ କି ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ଜନ୍ମିତ ଏହି ବ୍ୟକ୍ତିଙ୍କର ପ୍ରକୃତ ନାମ ଶଙ୍କର ନାୟକ ଥିବାବେଳେ ଯେତେବେଳେ ସେ ବୈଷ୍ଣବ ଦୀକ୍ଷା ଗ୍ରହଣ କରି ମହାବୀର କ୍ଷେତ୍ର ଦଶପଲ୍ଲା ସ୍ଥିତ ରଙ୍ଗମାଟିଆଠାରେ ଆସି ସତ୍ୟବଟ ପୀଠ ନିର୍ମାଣ କଲେ, ସେହି ଦିନଠାରୁ ସେ ଦଶପଲ୍ଲାରେ ଶଙ୍କର ପ୍ରସାଦ ଦାସ ନାମରେ ପରିଚିତ ହେଲେ। ଦଶପଲ୍ଲାରୁ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।